ମାଉସୀ ନମସ୍କାର। ଆପଣଙ୍କ ନାଁଟା? କମଳା ବେହେରା। କମଳା ବେହେରା। ମାଉସୀ ଆପଣଙ୍କୁ କ'ଣ ସବୁ ଅସୁବିଧା ଥିଲା? ଆଣ୍ଠୁ ଗଣ୍ଠି ଧରୁଥିଲା ଆଉ ଚାଲି ପାରୁନଥିଲେ କି ବସି ପାରୁନଥିଲେ କି ଉଠି ପାରୁନଥିଲେ ଏଇଆ ତ। ମାଉସୀଙ୍କର ଆଣ୍ଠୁ ଗଣ୍ଠି ଥିଲା, ଯେଉଁଥିପାଇଁ ସେ ଚଲାବୁଲା କରିପାରୁନଥିଲେ, ଠିକ୍ ସେ ବସା ଉଠା ବି କରିପାରୁନଥିଲେ। ଏଇଟା ମାଉସୀ କେତେ ବର୍ଷର ତଥାପି ଏମିତି ହେଲାଣି ହେଉଥିଲା ଆପଣଙ୍କର? 6 ବର୍ଷ ହବ। 6 ବର୍ଷର ହେଉଥିଲା ଅସୁବିଧା ଆପଣଙ୍କର। ଆପଣ ଆଗରୁ କିଛି ମେଡ଼ିସିନ ୟୁଜ୍ କରୁଥିଲେ? ମେଡ଼ିସିନ ଖାଉଥିଲି, ଆଣନ୍ତି 2 ପାନେ ଖଣ୍ଡେ ଖତାକୁ ଖାଇଦିଏ, ସେଇଠୁ ଫେର ଯେଉଁ କଥାକୁ ସେଇ କଥା ଘରେ ଭଲ ଆପଣ ମାନେ ଅଲଗା କିଛି ମେଡ଼ିସିନ ୟୁଜ୍ କରୁଥିଲେ, ଖାଇଲା ପରେ ଭଲ ହେଇଯାଏ, ପୁଣି 2 ଦିନ ପରେ ପୁଣି ବାହାରିଯାଏ। ତାପରେ ଆମ ପ୍ରଡ଼କ୍ଟ ଆପଣ କ'ଣ ସବୁ ୟୁଜ୍ କରୁଛନ୍ତି? ଭଲ ୟୁଜ୍ କଲା ପରେ ଆପଣଙ୍କୁ ଭଲ ଲାଗୁଛି? ଭଲ। ତମର ଆପଣ ଯେମିତି ଆମ ପ୍ରଡ଼କ୍ଟ ୟୁଜ୍ କଲା ପରେ ଆପଣଙ୍କୁ କିଛି ଭଲ ଲାଗେ, ତ ଆପଣ ମାନେ ଅଲଗା ଲୋକ ଯେଉଁ ଅଛନ୍ତି ତାଙ୍କୁ କ'ଣ କହିବା ପାଇଁ ଚାହୁଁଛନ୍ତି? ଯେମିତି ଆପଣ ୟୁଜ୍ କଲେ ଆପଣଙ୍କୁ କିଛି ବେନିଫିଟ୍ ଆମେ ଯେମିତି ଖାଉଛୁ ଆକୁ ତମେ ଯେଉଁ ଔଷଧ ଦେଇଛ ସେ ସେମିତି ଖାଇକିରି ଭଲ ହେବେ।